हाय हेलो नमस्ते आशा करुच्ची भल थे समस्ते तेज वेलकम करुच्ची मु आज मोर मिनी ब्लॉग को सांग मैंने आज मोर डिनर कौन खाଇବା ହେଇଛି ଦେଖନ୍ତୁ ରୁଟି ଚିଙ୍ଗୁଡ଼ି ମାଛ ବାଟି ବସା ଆଉ କ୍ଷୀର। ଏହି ଚିଙ୍ଗୁଡ଼ି ମାଛ ବାଟି ବସା ମୁଁ କେମିତି ପ୍ରସ୍ତୁତ କଲି ଚାଲନ୍ତୁ ସାଙ୍ଗମାନେ ଦେଖିବେ। ଏଥିପାଇଁ ଆବଶ୍ୟକ କିଛି ଚପା ଛଡ଼ା କଞ୍ଚା ଚିଙ୍ଗୁଡ଼ି, ହଳଦୀ, ଲଙ୍କା ଏବଂ କିଛି କଟା ପିଆଜ, କଟା କଞ୍ଚା ଲଙ୍କା, କଟା ବିଲାତି, ହଳଦୀ, ସ୍ୱାଦ ଅନୁଯାୟୀ ଲୁଣ, କିଛି ତେଲ। ମୁଁ ଏଠି ରିଫାଇନ୍ ତେଲ ୟୁଜ୍ କରିଛି, ଆପଣ ଚାହିଁଲେ ସୋରିଷ ତେଲ ମଧ୍ୟ ୟୁଜ୍ କରିପାରିବେ। ତାପରେ ପାଣି ଦେଇ ସାରିଲା ପରେ ମୁଁ ଗୋଳେଇକି ଗ୍ୟାସ୍ରେ ବସେଇଲି। ଦେଖନ୍ତୁ କେମିତି ଗ୍ୟାସ୍ରେ ଫୁଟୁଛି ଚିଙ୍ଗୁଡ଼ି ମାଛ। ଏବେ ରେଡ଼ି ହେଇଗଲା ଚିଙ୍ଗୁଡ଼ି ମାଛ ବାଟି ବସା। ଏହି ଚିଙ୍ଗୁଡ଼ି ମାଛ ବାଟି ବସା ମୁଁ ରୁଟି ସହିତ ଭଲ ଲାଗେ ଆଉ ଆପଣମାନଙ୍କୁ କାହା ସହିତ ଭଲ ଲାଗେ ନିହାତି କମେଣ୍ଟରେ ଜଣେଇବେ ସାଙ୍ଗମାନେ। ଦେଖନ୍ତୁ ମୁଁ ପ୍ଲେଟ୍ରେ ଓହ୍ଲେଇ ସାରିଲିଣି ଚିଙ୍ଗୁଡ଼ି ବାଟି ବସା, ତା ପାଖରେ ରୁଟି ଆଉ କ୍ଷୀର। ଆଉ ଏଇଟା ମୁଁ ଗ୍ୟାସ୍ରେ ବନେଇଛି, ଆପଣ ଚାହିଁଲେ ଚୁଲିରେ ମଧ୍ୟ ବନେଇ ପାରିବେ। ଚୁଲିରେ ଆହୁରି ୟମ୍ମି ଲାଗେ। ସବୁବେଳେ ସାଙ୍ଗମାନେ ମନେ ରଖିଥିବେ, ଚିଙ୍ଗୁଡ଼ି ହଉ କିମ୍ବା କିଛି ଆମିଷ ହଉ କିମ୍ବା ପରିବା ହଉ, ଯାହା ବି ବାଟି ବସା କରିବେ ସୋରିଷ ତେଲ ୟୁଜ୍ କରିବେ, ତାହା ବହୁତ ଟେଷ୍ଟି ଆଉ ୟମ୍ମି ଲାଗେ। ମୁଁ ତ ଆଜି ରାତିରେ ରୁଟି ଆଉ ଚିଙ୍ଗୁଡ଼ି ମାଛ ବାଟି ବସା କ୍ଷୀରରେ ସାରୁଛି। ଆଉ ଆପଣମାନେ କ'ଣ ଖାଉଛନ୍ତି କମେଣ୍ଟରେ ଜଣେଇବେ। ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ।